हेलो एवरीवन, जय जगन्नाथ। वेलकम टू किचन संध्या। आज आम प्रस्तुत करिबा साग खरडा। जदि आज ये भिडियोटी आपण मानक भल लागिवो लाइक सब्सक्राइब करबा पय जमार भी भूलिबेनी। ता सहित जे माने मो चैनल को फर्स्ट टाइम आछंती ए पर्यंत ए चैनल को सब्सक्राइब करि नाहंती प्लीज ए चैनल को सब्सक्राइब करनेबे। आज आम प्रस्तुत करिबा सजना साग खरडा। ମୁଁ ଏଠାରେ ସଜନା ଶାଗକୁ ଡିମ୍ଫରୁ ଶାଗକୁ ଅଲଗା କରି ନେଉଛି। ଦେଖନ୍ତୁ କିପରି ଭାବରେ ଶାଗଟିକୁ ବାଛି ନେଉଛି। ଦେଖନ୍ତୁ ମୁଁ ଏହିପରି ଭାବରେ ଶାଗକୁ ବାଛି ନେଲି। ଡିମ୍ଫରୁ ଶାଗକୁ ଅଲଗା କରି ନେଉଛି। ଏବେ ଶାଗ ପୁଛା ସରି ଆସିଲାଣି। ଦେଖନ୍ତୁ ଶାଗଟି ଦେଖିବାକୁ ଯେମିତି ଖାଇବାକୁ ମଧ୍ୟ ସେମିତି ଲାଗିବ। ଏବେ ଏହାକୁ ଭଲ ଭାବରେ କ୍ଲିନ୍ କରିନେବା। ଏହିପରି ଭାବରେ ଏ ଶାଗକୁ ମୁଁ 2 ରୁ 3 ଥର ପାଣି ପକାଇ ଧୋଇ ନେଲି। ଏହାପରେ ଏହାକୁ ଏବେ ଛାଡ଼ି ନେବା। ଏକ ପ୍ଲେଟ୍ରେ ରଖି ଦେଉଛି ମୁଁ ଏବେ। ଦେଖନ୍ତୁ ଧୋଇ ନେଲି। ଏବେ ମୁଁ ଶାଗ କାଟି ନେଲି। ଶାଗରେ ପକାଇବା ପାଇଁ କିଛି ପରିବା ମଧ୍ୟ କାଟି ନେଲି। ମୁଗ ଡାଲିକୁ କିଛି ମୁଁ ଆଗରୁ ଗରମ କରି ରଖିଥିଲି। ଭଲ ଭାବରେ ଗରମ କରିନଥିଲି, ଅଳ୍ପ ଡିପ୍ ଫ୍ରାଏ କରିଥିଲି। ଏବେ ଏହାକୁ ପ୍ରେସରରେ ବସେଇ ନେବା। ଏହାକୁ ଭଲ ଭାବରେ ଟିକେ ସିଝେଇ ନେବା। 2ଟି ହୁଇସିଲ୍ ଆ ପାଇଁ ସଫିସିଏଣ୍ଟ। ମୁଁ ଏଥିରେ ମଧ୍ୟ କିଛି ଲୁଣ ଆଉ ହଳଦୀ ମଧ୍ୟ ଆଡ୍ କରିନେଲି। ଏଇ ଟାଇମରେ ଲୁଣ ଆଉ ହଳଦୀ ଆଡ୍ କରିନେଲେ ତାର ସ୍ୱାଦଟା ଟିକେ ବଢ଼ିଥାଏ। ଆଉ ଏକ କରେଇରେ ମୁଁ କିଛି ତେଲ ପକାଇ ନେଲି। କରେଇଟି ଭଲ ଭାବରେ ତାତିଲା ପରେ ଏଥିରେ ବଢ଼ି ପକାଇବେ, ନହେଲେ ବଢ଼ିରେ ତେଲ ଟାଣି ନେବ। ବଢ଼ି ଦେଖିବା ପାଇଁ ଭଲ ଲାଗିବ ନାହିଁ। ଏବେ ବଢ଼ି ହେଇ ଆସିଲାଣି। ଏହାକୁ ଏକ ପ୍ଲେଟ୍ରେ କାଢ଼ି ନେବା। କରେଇରେ କିଛି ତେଲ ଆଡ୍ କରିନେବା। ଏଥିରେ ପଞ୍ଚ ଫୁଟଣ ଦେବା। 3 ରୁ 4ଟି ଲଙ୍କା ଶୁଖିଲା ଲଙ୍କା ନେବା। ଏହାପରେ ଏଥିରେ ଶାଗ ଆଡ୍ କରିନେବା। ଶାଗକୁ ଏପଟ ସେପଟ କିଛି ସମୟ କରିସାରିଲା ପରେ ଏଥିରେ ବଢ଼ି ପକାଇ ଦେବା। ବଢ଼ି ପକାଇ ସାରିଲା ପରେ ଏଥିରେ କିଛି ପାଣି ଆଡ୍ କରିନେବା, କାହିଁକି ନା ବଢ଼ି ମଧ୍ୟ ଫୁଲିବ ଆଉ କିଛି ସମୟ ନ ସିଝିଲେ ମଧ୍ୟ ଏହା ଭଲ ଲାଗିବ ନାହିଁ। ମୁଁ ଏବେ ଏଥିରେ କିଛି ଲୁଣ ଆଡ୍ କରିନେଲି। ଏପଟେ ଯେଉଁ ଡାଲି ବସେଇଥିଲେ ଡାଲି ମଧ୍ୟ ହେଇ ଆସିଲାଣି। ଡାଲିକି ବି ବନ୍ଦ କରିଦେବା। ଶାଗ ଘୋଡ଼େଇ ନେବା। ଘୋଡ଼େଇ ସାରିଲା ପରେ ଦେଖନ୍ତୁ କିଛି ସମୟ ପରେ ଏହାକୁ ଘୋଡ଼ଣୀଟି କାଢ଼ି ନେଲି। ଡାଲି ଭଲ ଭାବରେ ସିଝି ଯାଇଛି। ଶାଗରେ ଏହାକୁ ଆଡ୍ କରିନେବା। ଏଥିରେ ମଧ୍ୟ କିଛି ପାଣି ପକାଇ ନେବା। ଏହାପରେ ଏହାକୁ ଏମିତି ମିକ୍ସ କରିଦେବା କିଛି ସମୟ ପାଇଁ। ଏହାକୁ କିଛି ସମୟ ପାଇଁ ଛାଡ଼ିଦେବା 2 ରୁ 3 ମିନିଟ୍। ଦେଖିବେ ଶାଗ ସିଝି ଆସିଲାଣି। ତାପରେ ଏହାକୁ ଏହିପରି ଭାବରେ ଖରଡ଼ି ନେବେ। ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିତ କରିବେ। କରିବାକୁ ଜମାରୁ ବି ଭୁଲିବେନି। ଶାଗଟିକୁ ଏମିତି 2 ରୁ 3 ମିନିଟ୍ ଭଲ ଭାବରେ ଘୋରଡ଼ି ନେବେ। ଦେଖିବେ ଶାଗ ବହୁତ ବଢ଼ିଆ ଲାଗିବ। ସଜନା ଶାଗକୁ ମୁଗ ଡାଲି ପକାଇକି ଖରଡ଼ନ୍ତୁ, ବହୁତ ଟେଷ୍ଟି ଆଉ ୟମି ଲାଗିବ। ଘରେ ବନାନ୍ତୁ, ଖାଆନ୍ତୁ, କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆଜି ପାଇଁ ରହୁଛି, ପୁଣି ଆସିବି ନୂଆ ରେସିପି ନେଇକି। ସେ ପର୍ଯ୍ୟନ୍ତ ବାଏ ବାଏ, ଜୟ ଜଗନ୍ନାଥ। এই ଭିଡ଼ିଓଟିକୁ ଷ୍ଟାର୍ଟରୁ ଏଣ୍ଡ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ।